एठी पाखापाखि 6 मास ହେଇଯିବ ଏଇ ସୁଲପେଟି ଗୁଡାକ ସେମିତି ପଡିଥିଲା। କାହିଁକି ନା ଏଇ ସୁଲପେଟି 5-6ଟା ଯୋଉ ସ୍ୱାମୀ ଆଣିକି ପହଞ୍ଚେଇଥିଲେ ତ ଏଇ ଗୁଡାକ ବହୁତ ଛୋଟ ଛୋଟ ଥିଲା ବୋଲି କିଛି ଗଛ ଲଗେଇବାକୁ ପସନ୍ଦ ହିଁ ହଉନଥିଲା। କାହିଁକି ନା ଏଥିରେ କି ବା ଗଛ ଗ୍ରୋ ହବ ସେଥିପାଇଁକା ମୁଁ ୟାକୁ ଲଗଉନଥିଲି କିଛି ବି ଗଛ। ତ ସେଇଭଳିଆ ଛାଡ଼ି ଦେଇଥିଲି। ତାପରେ ସେଥିରେ କିଛି ମର୍ଣ୍ଣିଂ ଗ୍ଲୋରି ଯୋଉ ଉପରେ ଲଟେଇଥିଲି ତ ସେଗୁଡାକ ଆପେ ଆପେ ମଞ୍ଜି ଖସିକି ତାର କିଛିଟା ସେଇଥିରେ ଲଟିଥିଲା। ତ ସେଇଥିରେ ବଢୁଥିଲା। ତ ସେଗୁଡା କିନ୍ତୁ ପାଣି ଠୋପେ ନ ପାଇଲେ ନା ଶୁଖି ହଉଥିଲା ବି ମଧ୍ୟ। କାହିଁକି ନା ଏଇ ସୁଲପେଟିରେ ମାଟି ବହୁତ କମ ଧରୁଛି ସେଥିପାଇଁକା ମାଟିର କ୍ୱାଣ୍ଟିଟି କମ ଯୋଗେ ଗଛ ଗୁଡାକ ମୁଁ ଲଗେଇତେ ପସନ୍ଦ କରୁନଥିନି। ତ ଆପେ ଆପେ କିଛି ଟେବୁଲ ଗୋଲାପ ବି ମଧ୍ୟ ମଞ୍ଜି ପଡିକି ଆପେ ଆପେ ଉଠିଥିଲା। ତ ଆଜି କଣ କରିଥିଲି ନା କିଛି ଦିନ ତଳେ ପାଖାପାଖି 15 ଦିନ ହବ ମୁଁ ଲଗେଇଥିଲି ସେଥିରେ ଜିନିଆ। କାହିଁକିନା ଜିନିଆ ଗୁଡା ସବୁ ଡାଳରୁ ଯୋଉଗୁଡା ଲଗେଇଥିଲି ବହୁତ ସାରା ଡାଳ ଲାଗିକି ଗ୍ରୋ ହେଇ ଆଇଲା। ତ ସେଇ ସବୁ ଡାଳ ଗୁଡାକ ମୁଁ କୁଣ୍ଡ ଲଗେଇବା ପାଇଁ କୁଣ୍ଡ ହିଁ ନାହିଁ ଫାଙ୍କା। ତ ସେଥିପାଇଁ କଣ କଲି ନା ସେଇ ସୁଲପେଟି ଗୁଡା ମାନେ ମାଟି କାଢିକି ଏ ମାଟିଟା ସେମିତି ରହି ରହି ଆଉ ଘାସ ଗୁଡାକ ପ୍ରବଳ ଉଠିକି ସେ ମାଟି ପୁରା ପଥୁରିଆ ହେଇଥିଲା। ଆଗରୁ ତ ମୁଁ ମିଶେଇଥିଲି କୋକୋପେଟ ପଟିଂ ମିକ୍ସଚର କିନ୍ତୁ ଇଏ ପୁରା ମାଟି ପୁରା ପଥୁରିଆ ହେଇଥିଲା ଚେର ଭିଡି ଭିଡିକା। ତ ସେଥିପାଇଁକା ଏଥିରେ ପୁଣି ପଟିଂ ମିକ୍ସଚର ମିଶେଇଲି ଯେମିତିକା ପଟିଂ ମିକ୍ସଚର ମୋର 3ରୁ 4 ମୁଠା ରଖିଥିଲି ଭାଗ। ତ ଏବେ ମାଟି ଦେଖିପାରୁଥିବେ ମାନେ ଏତେ ଜମା ପଥୁରିଆ ରହୁନି ପୁରା ଝରଝରିଆ ରହୁଛି ଯେମିତି ପୁରା ଫସଫସିଆ। ଆଉ ଏଥିରେ ହଉଛି କଣ କହିଲେ କୁଡା ଖୁସା କରତେ ପଡୁନି ଖାଲି ଏମିତି ମୁଁ ଖାଲି ମାନେ ମାରି ଦେଇ ଚାଲିଛି ରଡ। ତ ସେ ବଢିଆ ସେ କୁଡା ଖୁସା ହେଲା ଭଳିଆ ହେଇଯାଉଛି। ତାପରେ ସାର ଦେଇ ଦେଇଛି ଗଛ ବଢିଆ ପାଇଁ।